ବାସନ୍ତୀ ଦୁର୍ଗାଷ୍ଟବଙ୍କର ପୂଜା ଅନୁଷ୍ଠାନ ଚାଲିଛି। ଶରତ କାଳରେ ଶାରଦୀୟ ଦୁର୍ଗାଷ୍ଟବ କେତୋଟି ରାଜ୍ୟରେ ପାଳିତ ହୁଏ। ତା ପୁଣି ଗୋଟିଏ କିମ୍ବଦନ୍ତୀ ତା ପଛରେ ଥାଏ। ରାମ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କା ପୁରୀକୁ ଯେଉଁ ସେତୁବନ୍ଧ ବାନ୍ଧିଥିଲେ, ସେତିକି ବେଳେ ସେ ଶାରଦାଙ୍କୁ ପ୍ରାର୍ଥନା କରିଥିଲେ, ମା ମୁଁ ଯୋଗ୍ୟ ହୁଏ ବା ଅଯୋଗ୍ୟ ହୁଏ, ମୋର ଯେଉଁ କାର୍ଯ୍ୟ ଆପଣ ସଫଳ କରନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ ଦୁର୍ଗାଷ୍ଟବ ଚାଲିଛି, ଇଏ ହେଉଛି ବାସନ୍ତୀ ଦୁର୍ଗାଷ୍ଟବ। ଦୁର୍ଗାଙ୍କର ପ୍ରକୃତ ଦିନ ହେଉଛି ବସନ୍ତ ଋତୁରେ ବାସନ୍ତୀ ଦୁର୍ଗାଷ୍ଟବ ଏବଂ ଭଗବାନ ବଳରାମ ଏହି ବସନ୍ତ ଋତୁରେ ସେ ବସନ୍ତ ରାସ ମଧ୍ୟ କରିଥିଲେ। ଏଇସବୁ ହେଉଛି ମୋଟାମୋଟି କଥା ହେଉଛି ଏହା। ଶାସ୍ତ୍ର କହିଛି ଋତୁମାନଙ୍କ ମଧ୍ୟରେ ସେ ହେଉଛନ୍ତି ବସନ୍ତ ଋତୁ। ଏବଂ ଆଉ ଗୋଟେ କଥା ହେଉଛି ଯାହାକୁ ବହୁ ଲୋକ ଜାଣିନାହାନ୍ତି, ଯେ ଏଇ ମାସରେ ହିନ୍ଦୁର ନୂଆବର୍ଷ ହୁଏ। ଅପ୍ରେଲ 1 ବୋଧେ ହିନ୍ଦୁର ନୂଆବର୍ଷ। ସେଟାକୁ ଲୋକ ଜାଣନ୍ତି କ'ଣ ନା ଜାନୁଆରୀ 1, କିନ୍ତୁ ହିନ୍ଦୁର ନୂଆବର୍ଷ ଏଇ ମାସରେ ହୁଏ। ପଣା ସଂକ୍ରାନ୍ତି ହେଉଛି ଓଡ଼ିଶାର ନବବର୍ଷ। ପଣା ସଂକ୍ରାନ୍ତି ସେଇଭଳି ଭାବରେ ଏଇ ଚୈତ୍ର ଶୁକ୍ଳ ଷଷ୍ଠୀରେ ମୋର ଜନ୍ମ ହେଇଥିଲା କଟକରେ। ଏଇ ଅରିଲ ମାଟି ହେଉଛି ମୋର ବଂଶଧର ମାନଙ୍କର ମାଟି। ଏଇ ମାଟିରେ ମୁଁ ଜନ୍ମ ହେଇଥିଲି। ମୁଁ କଟକରେ ପାଠ ପଢ଼ୁଥିଲି, ଅରିଲରେ ପଢ଼ିଛି, ଆମ୍ବେଇରେ ପଢ଼ିଛି। 1970 ମସିହା ଠାରୁ ଇଏ ଯାବତ ମୁଁ ଆଧ୍ୟାତ୍ମିକ ସାଧନା କ'ଣ କରିଛି କ'ଣ ନାହିଁ ତାକୁ ତ ମୁଁ ପ୍ରମାଣ କରିପାରିବିନି, କିନ୍ତୁ ସମାଜ ସଂସ୍କାର ପାଇଁ ମୁଁ କାର୍ଯ୍ୟ କରି ଚାଲିଛି। ଗଛ ଲଗାଅ, ବିଧବା ମା ମାନଙ୍କୁ ସମ୍ମାନ ଦିଅ, ପୁରୁଷ ନିର୍ଯାତନା ବନ୍ଦ ହଉ, ନାରୀ ନିର୍ଯାତନା ସହିତ ପୁରୁଷ ନିର୍ଯାତନା ବନ୍ଦ ହଉ, ପିତାମାତାଙ୍କୁ ଯେଉଁ ନିର୍ଯାତନା ଦିଆଯାଉଛି ତାକୁ ମଧ୍ୟ ବନ୍ଦ ହଉ। ଏଇଭଳି ଅନେକ କଥା ଚାଲିଛି। এই শুভ অবসরে এই জন্মদিনর যে শুভ অবসর আজ চালিছি, আজ বহুত বহুত ভক্ত আপনার পাখক আসিছেন, কিছু শুণিয়া চাহুচ্ছেন আপনার মুহর সারা ওড়িশাবাসী। গোটে সকারাত্মক কিছু কুহতু, আপনার কিছু বার্তা দিয়ন্তু ওড়িশাবাসী। ମୋ ଜନ୍ମଦିନ କେବଳ ନୁହେଁ, ସମସ୍ତଙ୍କର ଜନ୍ମଦିନ ପ୍ରାୟ ସମାନ ନ ହୋଇପାରେ, କିନ୍ତୁ ସମନ୍ୱୟର ବାର୍ତ୍ତା ହେଉଛି ଗୋଟିଏ। ତୁମକୁ ମାନେ ସର୍ବଶକ୍ତିମାନ ବିଧାତା ପୁରୁଷ ତୁମକୁ ଜନ୍ମ ଦେଲେ, ମାଧ୍ୟମ ହେଲେ ପିତାମାତା, ଏବଂ ତୁମକୁ ପ୍ରଥମ ସ୍ୱାଗତ କଲେ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ। ଆଜି ଆତ୍ମୀୟ ସ୍ୱଜନରେ ପ୍ରୀତି କମି ଯାଉଛି, ବନ୍ଧୁବାନ୍ଧବରେ ପ୍ରୀତି କମି ଯାଉଛି, ପିତାମାତା ମାନେ ଅବହେଳିତ ହେଉଛନ୍ତି।